ପିଲାମାନେ ଦେଖନ୍ତୁ ଆପଣମାନଙ୍କ ପାଇଁ ଗୋଟେ ବଢ଼ିଆ ଅପଡେଟ୍ ଆସିକି ପହଞ୍ଚିଛି ଓ ଟ୍ରିପଲ୍ ଏସ୍ସି ତରଫରୁ ଆପଣମାନେ ଯେଉଁ ଫର୍ମ ପକାଇଥିଲେ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଆଉ ଏକ୍ସାଇଜ୍ କନେଷ୍ଟବଳକୁ ନେଇକି ଆପଣମାନଙ୍କର ରେଜଲ୍ଟକୁ ନେଇକି ଆପଣମାନେ ୱେଟ୍ କରିକି ରହିଥିଲେ ଏପର୍ଯ୍ୟନ୍ତ ତ ଆପଣମାନଙ୍କର ଫାଇନାଲି ନୋଟିସ୍ ଆସିଛି। ମୁଁ ଆପଣଙ୍କୁ କହିଥିଲି ମଧ୍ୟ ଯେ ଆପଣମାନଙ୍କୁ କୁହାଯାଇଥିଲା ଯେଉଁଟାକି ଆପଣଙ୍କର ଯେଉଁ ଆନ୍ସର କି ରହିଛି ଆପଣମାନେ ସବୁ କ'ଣ କରିଥିଲେ ନା ଆପଣମାନଙ୍କର ଯେଉଁ ଆନ୍ସର କି ଆସିଥିଲା ଆପଣମାନେ ଜାଣିଥିବେ ଆନ୍ସର କି ଆସିଲା ପରେ ମଧ୍ୟ ଆପଣମାନଙ୍କର କମ୍ପ୍ଲେନ୍ ଜାରି କରିଥିଲେ ଯେ କିଛି କ୍ୱେଶ୍ଚିନ୍ ଯେଉଁଗୁଡ଼ିକ ଆପଣମାନଙ୍କର ରଙ୍ଗ ରହିଛି ତ ସେଇଟା ଯେହେତୁ ଆପଣମାନେ ରାଇଜ୍ କରିଥିଲେ କ୍ୱେଶ୍ଚିନ୍ ତ ସେଇଟା ଏବେ କ'ଣ ହେଇଛି ନା ଆପଣମାନଙ୍କର ରିଭାଇଜ୍ ହେଇକି ଆନ୍ସର କି ଆସିବ। ପିଲାମାନେ କିଛି ଜଣ କନଫ୍ୟୁଜ୍ ଥିଲେ ମଧ୍ୟ ଯେ ଆପଣମାନଙ୍କର ରେଜଲ୍ଟ ଆସିଯିବ କି ରେଜଲ୍ଟ ନୁହଁ ଏଇଟା ଆପଣମାନଙ୍କର ଆନ୍ସର କି ଆସିଛି। ଦେଖନ୍ତୁ ପବ୍ଲିକେସନ୍ ଅଫ୍ ରିଭାଇଜ୍ ଆନ୍ସର କି ଅଫ୍ ଦ ରିଟିନ୍ ଟେଷ୍ଟ ଫର୍ ଦ ପୋଷ୍ଟ ଅଫ୍ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଆଣ୍ଡ ଏକ୍ସାଇଜ୍ କନେଷ୍ଟବଳ 2025 ଆପଣମାନଙ୍କର 16 ଏପ୍ରିଲରୁ 3 ମେ ଭିତରେ ଆପଣମାନଙ୍କର ଯେଉଁଟା ଏକ୍ଜାମ୍ ହେଇଥିଲା ତାର ଆନ୍ସର କି ଅଲରେଡ଼ି ଆପଣମାନଙ୍କର ଆସିଥିଲା କିନ୍ତୁ ଏବେ ତାର ରିଭାଇଜ୍ ହେଇକି ଆନ୍ସର କି ଆସିଛି। ତ ଏଇଠି ଆପଣମାନେ ମଧ୍ୟ ଦେଖିପାରିବେ କ୍ୟାଣ୍ଡିଡେଟ୍ ଆର୍ ଆଡଭାଇଜ୍ ଟୁ ଭିଜିଟ୍ লিঙ্ক বাই ক্লিকিং দ মেনু তো আপনার অফিসিয়াল সাইটକୁ ଯାଇକି মেনু ଉପରେ କ୍ଲିକ୍ କରିକି ରିଭାଇଜ୍ ଆନ୍ସର କି ଆଣ୍ଡ ରେସ୍ପନ୍ସ ସିଟ୍ ଅଫ୍ ଦ ରିଟିନ୍ ଟେଷ୍ଟ ଫର୍ ଦ ପୋଷ୍ଟ ଅଫ୍ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଏକ୍ସାଇଜ୍ କନେଷ୍ଟବଳ ଅଣ୍ଡର CRD 2025 ସେକେଣ୍ଡ the candidate home page and logging into the website or SSC by using their user ID and password to view responses। तो जो माने भी ନିଜର ୟୁଜର ଆଇଡି ଆଉ ପାସୱାର୍ଡ ଦେଇକି ଆଉ ଥରେ ଚେକ୍ କରିଦିଅନ୍ତୁ ଆପଣଙ୍କର ରିଭାଇଜ ଆନ୍ସର କି ଆସିଛି। ଯୋଉ କିଛି କ୍ୱେଶ୍ଚିନ୍ ଆପଣଙ୍କର ଭୁଲଭାଲ ହେଇଥିଲା ତାର ରିଭାଇଜ ଆନ୍ସର କି ଆସିଛି ଆପଣମାନେ ଚେକ୍ କରିଦିଅନ୍ତୁ। ଯଦି କିଛି ବି ଆପଣଙ୍କର ଯୋଉ କରେକ୍ସନ ହେଇଛି ରିଭାଇଜ ଆନ୍ସର କି ଆସିଲା ପରେ ଆପଣମାନେ କମେଣ୍ଟ କରିବେ ଆପଣଙ୍କର କେତେ କ'ଣ ସବୁ ମାର୍କ ରହୁଛି। ତ ୟା ପରେ ଆପଣଙ୍କର ରେଜଲ୍ଟ ଆସିଯିବ ତାପରେ ଆପଣଙ୍କର ଫିଜିକାଲ ହବ ଡକୁମେଣ୍ଟ ଭେରିଫିକେସନ ହବ। ତ ନିହାତି ଭାବରେ ଯୋଉମାନେ ଭିଡ଼ିଓ ଦେଖୁଛନ୍ତି ସାଙ୍ଗସାଥୀ ମାନଙ୍କ ସହିତ ସେୟାର କରିଦେବେ। ରିଭାଇଜ ହେଇ ସାରିଲା ପରେ ଆନ୍ସର କି ଆସିଲା ପରେ ଆପଣଙ୍କର କେତେ ମାର୍କ ରହୁଛି ନିହାତି ଭାବରେ କମେଣ୍ଟ କରିବେ। ଆଉ ଡେସ୍କ୍ରିପସନରେ ମଧ୍ୟ ମୁଁ ଆପଣଙ୍କୁ ଲିଙ୍କ ଦେଇଦେଇଛି ଏଇ ପିଡିଏଫଟା ମୁଁ ଆପଣଙ୍କୁ ଟେଲିଗ୍ରାମରେ ପୋଷ୍ଟ କରିଦେବି କିମ୍ବା ଅନ୍ୟ ଯେକୌଣସି ବି ଅପଡେଟ୍ ଆପଣ ଟେଲିଗ୍ରାମରୁ ମଧ୍ୟ ପାଇପାରିବେ। ଧନ୍ୟବାଦ।